ନା ଇଏ ଆମ ଗ୍ରାମର ଦୀର୍ଘ 56 ବର୍ଷ ଧରି ମେଳଣ ଚାଲିଛି। ଏଥିରେ ହିନ୍ଦୁ ମୁସଲମାନ ସମସ୍ତେ ସାମିଲ ହୁଅନ୍ତି। ଭାଇଚାରାର ପର୍ବ ଇଏ। ଆମ ପାଖରେ ଯେଉଁମାନେ ରହିଲେ ଆରମ୍ଭ କରି ଯେତେ ଦଶପଡ଼ାର ଲୋକ ରହିଲେ, ମାନେ ଗାଁ ରହିଲା, ଗ୍ରାମ ରହିଲା, ସମସ୍ତଙ୍କର ସହଯୋଗ ଅଛି, ଭଲ ପାଇବା ଅଛି। କୀର୍ତ୍ତନ ମଣ୍ଡଳୀ ଆରମ୍ଭ କରି ବିଭିନ୍ନ କମିଟି, ଯେଉଁ କମିଟି ଆମେ ଡାକିଥିଲୁ ସେମାନେ ଆମ ଅନୁରୋଧ ରକ୍ଷା କରି ଆସୁଛନ୍ତି। ଯେହେତୁ ରାଧାକୃଷ୍ଣଙ୍କ ମୂର୍ତ୍ତିଙ୍କ କଥା, ଏଠି ସମସ୍ତେ ହିନ୍ଦୁ ଦ୍ୱାରା ଭାଇରେ ବାନ୍ଧିଛନ୍ତି। ଏହା ଏକ ନିଆରା ପର୍ବ। ଏହାକୁ ସମସ୍ତେ ସୁଚାରୁ ରୂପେ ପାଳନ କରନ୍ତି ଏବଂ ଶାନ୍ତି ସହିତ ପାଳନ କରନ୍ତି। ଏପରି ପାଳନ ହେଉଛି ଆମ ଗ୍ରାମରେ। ଆଉ ଏହାର ମୁଖ୍ୟ ଲକ୍ଷ୍ୟ ରହୁଛି ହିନ୍ଦୁ ମୁସଲମାନ ଯେଉଁ ରହିଲେ ଆମର ଭାଇଚାରାର ପର୍ବ ଇଏ, ସମସ୍ତେ ଏଠାରେ ଇଏ କୁହନ୍ତି ଏବଂ ରଙ୍ଗ ଅଭିର ସହିତ ଖେଳି ରାଧାକୃଷ୍ଣ ମୂର୍ତ୍ତି କି ପ୍ରଭୁଙ୍କୁ ସମସ୍ତେ ସମ୍ମାନ ଜଣାନ୍ତି। ଅନୁଷ୍ଠିତ ହେଉଛି ତା 56 ବର୍ଷ ପୂର୍ତ୍ତି ପାଳନ କରିଅଛି। ଏଥିରେ ଆମ ଗାଁରେ ଗୋଟେ ଭାଇଚାରାର ଗାଁ। ଏଠି ଆମେ ହୋଲି ଖେଳୁ, ହିନ୍ଦୁ ମୁସଲିମ ସାଙ୍ଗ ହେଇକି ହୋଲି ଖେଳୁ। ମେଲଣ ବି ପାଳନ ଆମର ଯେଉଁ ହୁଏ, ଏଠି ହିନ୍ଦୁ ମୁସଲମାନ ଭାଇ ଭାଇ ହେଇକି ପାଳନ କରନ୍ତି। ଆମର ଯେଉଁ ମେଲଣ ଯେଉଁ ବିଭାନ ଆସେ ଆଖପାଖ ଗାଁରୁ, ତାକୁ ବିଦାୟକି ବି ଆମର ହିନ୍ଦୁ ମୁସଲମାନ ଭାଇମାନେ ମିଶିକି ବିଦାୟକି ଆମେ କରୁ। ଏଠି ଆମ ଯେଉଁ ମେଲଣ ଆଜି ଅନୁଷ୍ଠିତ ହୋଇଛି, ଏଠି 10ରୁ ଊର୍ଦ୍ଧ୍ୱ ବିଭାନ ଆମ ମେଲଣରେ ସାମିଲ ହୋଇଛନ୍ତି। ଯେଉଁ ରାଧାକୃଷ୍ଣଙ୍କର ମେଲଣ ବା ମିଳନର ଏଠି ଉତ୍ସବ ଚାଲିଛି, ଏହା ଆକ୍ଚୁଆଲି ଆମର ସାମାଜିକ ପରମ୍ପରାକୁ ସଚେତନ କରୁଛି ଏବଂ ଉଜ୍ଜୀବିତ କରୁଛି। ଆମର ସେଇ ରଜା ରାଜୁଡ଼ା ପିରିୟଡ଼ରୁ ଆଜି ପର୍ଯ୍ୟନ୍ତ ଆମେ ଯେଉଁ ଭୂମିରେ, ଆମ ଦର୍ପଣ ଭୂମିରେ ଆମେ ପଦାର୍ପଣ କରିଛେ, ଏଠି ଭାଇଚାରାର ମିଳନ। ମୁସଲମାନ, ହିନ୍ଦୁ, ଖ୍ରୀଷ୍ଟିଆନ ବି ଅଛନ୍ତି ଆମର ଏଇ ପାଖରେ। ସମସ୍ତଙ୍କର ଏଇଟା ହେଉଛି ସାମାଜିକ ପର୍ବ।